ଯେତେବେଳେ ଇଏ ଚାନ୍ଦବାଲି ସହର ଇଲେକ୍ଟ୍ରିଫିକେସନ ହେଇନଥିଲା ଇଂରେଜ ସମୟରେ ବ୍ରିଟିଶ ଶାସନ ସମୟରେ ବାପା କୁହନ୍ତି ଜେଜେବାପା କୁହନ୍ତି ସେତେବେଳେ ମାତ୍ର 4 ଘଣ୍ଟା ଡାଇନାମାରେ 4 ଘଣ୍ଟା ଆଲୋକ ହଉଥିଲା ରାତି 10ଟା ପର୍ଯ୍ୟନ୍ତ। ତତ୍ପରେ ଓଡ଼ିଶା ଶାସନ ଯେତେବେଳେ ଦାୟିତ୍ୱ ନେଲା ସେତେବେଳେ ଓଡ଼ିଶା ଇଲେକ୍ଟ୍ରିସିଟି ର କର୍ମକର୍ତ୍ତା ମାନଙ୍କ ଦ୍ୱାରା ହିଁ ଇଲେକ୍ଟ୍ରିଫିକେସନ ଗାଁ ଗଣ୍ଡାରେ ସବୁ କରାଗଲା। ଗାଁ ଗଣ୍ଡା ଆଲୋକିତ ମଧ୍ୟ ହେଲା ଯାହାଦ୍ୱାରା କି ସେତେବେଳର ଯୋଉ 4 ଘଣ୍ଟା ବର୍ତ୍ତମାନର 24 ଘଣ୍ଟା ସହିତ ସମାନ ହେଇଯାଇଛି। କାରଣ ସେତେବେଳେ ଆଲୋକ ନଥିଲା, କିଏ କିରୋସିନ ଡିବିରେ ଜାଳୁଥିଲେ, କିଏ ଜାଳୁଥିଲେ ରାଇସ୍ ମିଲ୍ ସବୁ ଚାଲିଥିଲା। ଆରେ ଆମେ ତ ଦେଖିନୁ, ଆମ ବାପା ମାନେ କୁହନ୍ତି, ଆମ ଜେଜେବାପା କୁହନ୍ତି ଯେତେବେଳେ ଭାରତ ସ୍ୱାଧୀନ ହେଲା ସେତେବେଳେ ସବୁ ସାଇରନ୍ ଦିଆ ମିଲ୍ ଗୁଡା ସବୁ ସାଇରନ୍ ଦେଲେ କଣ ନା ଆମ ଭାରତ ବର୍ଷ ଆସି ସ୍ୱାଧୀନ ହେଇଗଲା। ସେଇ ସମୟରେ ପୂଜା ଚାଲିଛି ଠାକୁରଙ୍କର ପ୍ରାତଃରେ ମଙ୍ଗଳା ଆରତୀ, ତତ୍ପରେ ବାଲ୍ୟ ପୂଜା, ଦ୍ୱିପରେ ମଧ୍ୟାହ୍ନ ନୀତି ଭୋଗ, ସନ୍ଧ୍ୟାରେ ତମର ସନ୍ଧ୍ୟା ଭୋଗ ଆରତୀ, ରାତ୍ରିରେ ପହୁଡ଼ ଭୋଗ ହେଇକି ଠାକୁରଙ୍କୁ ବିଶ୍ରାମ କରାଯାଏ। ତତ୍ପରେ ପୁଣି ପୁନରାୟ ନୀତିକାନ୍ତି ଯୋଉଭଳି ପ୍ରତ୍ୟେକ ଦୈନନ୍ଦିନ ନୀତିକାନ୍ତି ହବା କଥା ହୁଏ। ଏଠି ମୋର ସମସ୍ତ ଯେତେ ଭକ୍ତମାନେ ଆସୁଛନ୍ତି ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ମାନେ ଭୋଗ ବଣ୍ଟନ କରାଯାଉଛି। ଯାହାକି ପାଖରେ ମୀନା ବଜାର ବସିଛି, ଯାହା ପିଲାମାନେ ବହୁତ ଛୋଟ ଛୋଟ ପିଲାମାନେ ଆସୁଛନ୍ତି, ଖୁସି ହେଇକି ଯାଉଛନ୍ତି। ଆଲୋକରେ ସୁସଜ୍ଜିତ ଏ ବିଶ୍ୱକର୍ମା ମଣ୍ଡପ, ଏ ବହୁତ ଦିନର ମଣ୍ଡପ। ଚାନ୍ଦବାଲି ବିଶ୍ୱକର୍ମା ପୂଜା କେହି ଜାଣିନଥିଲେ। ପ୍ରଥମ ଇଲେକ୍ଟ୍ରିସିଟିରେ ଯେତେବେଳେ ପାୱାର ହାଉସ ଥିଲା କାଠରେ ନିର୍ମିତ ବିଶ୍ୱକର୍ମା ପୂଜା କରୁଥିଲେ। ପ୍ରଥମ ଇଲେକ୍ଟ୍ରିସିଆନ ଥିଲେ କିଏ ନା ଦୀନବନ୍ଧୁ ସୁତାର। ସେଇ ସମୟରେ ପ୍ରଚଳିତ ଆସି ଏଇସା ଯୁବପିଢି ମାନେ ଆଗକୁ ଯାଉଛନ୍ତି। ସେତେବେଳେ ଟ୍ରେନିଂ ନଥିଲା, କିଛି ନଥିଲା। ଏଇସା ବିଭିନ୍ନ ଟ୍ରେନିଂ ଦ୍ୱାରା ହିଁ ସେମାନେ ଇଲେକ୍ଟ୍ରିକ ଉପଭୋକ୍ତା ମାନଙ୍କୁ ସେ ପାଖରେ ପହଞ୍ଚେଇ ଦେଇ ପାରୁଛନ୍ତି। ପୂଜା 3 ଦିନ ପର୍ଯ୍ୟନ୍ତ ଚାଲିବ। ତମର 17 ତାରିଖରୁ 17, 18, 19 ତାରିଖ ପର୍ଯ୍ୟନ୍ତ ପୂଜା ମହାସମାରୋହରେ ଚାଲିବ। ସବୁ ଷ୍ଟାଫ ମାନେ ଅଫିସର ଯିଏ ସବୁ ଆସୁଛନ୍ତି, ଯାହା ଶୃଙ୍ଖଳିତ ଭାବରେ ପୂଜା ଏବଂ ଭକ୍ତମାନଙ୍କୁ କିଭଳି ଭାବରେ ବିତରଣ କରାଯାଉଛି ଭୋଗ ଦେଇ ଶୃଙ୍ଖଳିତ ଭାବରେ କେମିତି ସମସ୍ତେ ଆମର ତ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବର୍ତ୍ତମାନ ପର୍ଯ୍ୟନ୍ତ 47 ବର୍ଷ ହେଇଯିବ। ଆମର ପିଲାମାନେ ସବୁ ମିଶିକି ଶିକ୍ଷାନୁଷ୍ଠାନ ଦ୍ୱାରା ଆମେ ବିଶ୍ୱକର୍ମାଙ୍କୁ ପୂଜା କରୁଛୁ ପ୍ରତ୍ୟେକ ବର୍ଷ। ଆଉ ଏଥର ବି ଆମେ ମଧ୍ୟ ବିଶ୍ୱକର୍ମାଙ୍କୁ ପୂଜା ଅର୍ଚ୍ଚନା ଆୟୋଜନ କରୁଛୁ ଏବଂ ବହୁତ ସାରା ଶହ ଶହ ଶ୍ରଦ୍ଧାଳୁ ମଧ୍ୟ ଆସୁଛନ୍ତି ଦର୍ଶନ କରିକି ଯାଉଛନ୍ତି। ଭକ୍ତମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଛି। ତାଙ୍କୁ ତିଲକ ଲଗେଇବା ଆଉ ପ୍ରସାଦ ଭାବରେ ବୁନ୍ଦିଆ ସେଉ ଆଉ ଭୋଗ ବି ଯାହା ବି ହଉଛି ଫଳ ଭୋଗ ସମସ୍ତ ବଣ୍ଟନ କରାହଉଛି। ଲାଇନ ମାନେ ଚାନ୍ଦବାଲି ସେକ୍ସନରେ ଆଉ ମୁଁ 1980 ମସିହାରୁ ଆସିବା ଠାରୁ ତା ପୂର୍ବରୁ ବହୁ ପୂର୍ବରୁ ଓସିବି ପିରିୟଡ଼ରୁ ଏଠି ପୂଜା ଭଲ ଭାବରେ କରାଯାଏ ଏବଂ ବର୍ତ୍ତମାନ ବି ଚାଲିଛି ଭଲ ଭାବରେ। ଆଉ ବର୍ତ୍ତମାନ ଆମର ପ୍ରତ୍ୟେକ ଦିନ ଭୋଗ ସମସ୍ତ ଭକ୍ତଙ୍କୁ ଦିଆଯାଉଛି ଏବଂ ମୀନା ବଜାର ପଡ଼ିଛି। ଆଉ ଏଠି ଭଲ ଭାବରେ ଏଇଭଳିଆ ଚାଲିଛି। ଆମେ ତ ଓସିବି ପିରିୟଡ଼ରୁ ଚାକିରି କରିଥିଲୁ, ତେଣୁ ସବୁ ତା ପୂର୍ବରୁ ବି ଚାଲିଥିଲା। 1960 ମସିହା ପର୍ଯ୍ୟନ୍ତ ପୂଜା ଚାଲିଛି ଆମେ ଶୁଣିଛୁ। ଆଉ ଅଦ୍ୟାବଧି ପୂଜା ପାଗ ଶୁଖିଲା ଥିବାରୁ ବହୁ ଭକ୍ତ ସନ୍ଧ୍ୟାବେଳୁ ଜାମ୍ ଥିଲା, ଏବେ ଟିକେ କମିଯାଇଛି। ତେଣୁ ପାଗ ଠିକ ରହିଲେ କାଲିକି ମଧ୍ୟ ଭକ୍ତ ଅଧିକା ହେବେ ବୋଲି ଆମର ଆଶା। ଆଉ ପୂଜା ଏଇଭଳିଆ ଜାକଜମକରେ ଚାଲିଛି ଆଉ।